ଏଠି ପଚାରି ବୁଝିବା ଭାଇଙ୍କର କ'ଣ ହେଇଛି ସେ କହିବେ। ଭାଇ ଆମର କାହିଁକିନା ଭାଇ ବି ଉପକୃତ ହେଇଥିଲା କ'ଣ ଭାଇ ଆମର କହିବେ। ବାପାଙ୍କର କିଡନୀ ଫେଲ୍ ଭଲ ହେଇଗଲା। 8.4 ଥିଲା। ଏଠୁ ଔଷଧ ନେଲା ପରେ ଭଲ ହେଇଗଲା। 8.4 ଥିଲା ଟୋଟାଲି ଉଠି ବସି ପାରୁ ନଥିଲା। ଏଖୁଣି ସବୁ ଆମ ଚାଷ ଲୋକ ଚଷା କାଠ ଫାଠ ସବୁ ହାଣିବେ। ଦେଖ ମୁଁ ତ ଅଷ୍ଟମ ଥର ଆଇଛି। ଆମେ ତମକୁ ଆଜି ବି 10 ଜଣ ଆସିଛନ୍ତି। କୋଉଠୁ ଆସୁଛନ୍ତି ଭାଇ? ଅନୁଗୁଳ। ଆମେ ତ କେନ୍ଦ୍ରାପଡ଼ାରୁ ଆସିଛୁ। ବାଲେଶ୍ୱର ଲୋକ ବି ଆସୁଛନ୍ତି। ହଁ ଭାଇ କାମ ମାନେ ମେଡିସିନ କାମ ଦଉଛି ନା? ଇଏ ଡାଇବେଟିସ୍ ଆଉ କିଡନୀର ପୋକ ଆଉ ବାତ ଫାତ ପାଇଁ ଇଏ ସେ ତ ଜାଣି ଏଟା ନର୍ମାଲ ନା। ନର୍ମାଲ ନା କ୍ୟାନ୍ସର। ଆଉ ଇଏ ଦେଖିଲେ ତ ସାଙ୍ଗମାନେ ଭାଇ ଜଣ କ'ଣ କହୁଛନ୍ତି ତାଙ୍କ ବାପାଙ୍କର 80% କିଡନୀ ଫେଲୁଅର ହେଇଯାଇଥିଲା। ତଥାପି ସିଏ ବି ବିଶ୍ୱାସ ରଖିକି ଆସିଥିଲେ ଆଉ 3 ମାସ ଔଷଧ ଖାଇଲେ। କବିରାଜଙ୍କର କିଛି ନିୟମ ଅଛି, ସେ ନିୟମ ମାନିବାକୁ ପଡ଼ିବ। ଖାଦ୍ୟ ଖାଇବାରେ ତେଲ ମସଲା ଅଏଲ ମାଛ ମାଂସ ଅଣ୍ଡା ଦହି କ୍ଷୀର ଏଗୁଡ଼ା ସବୁ କିଛି ବି ଖାଇବେନି। ଖାଲି ସିଝା ପନିପରିବା ଖାଇବେ। ଆମେ ଆପଣଙ୍କର ଭିଡ଼ିଓ ଦେଖିଲେ ଆପଣ ନିଶ୍ଚିତ ରୋଗରୁ ମୁକ୍ତି ପାଇବେ ଆଉ ଭଲ ବି ହେଇଯିବେ। ଖୁସିରେ ଜୀବନ କାଟିବେ। ତେଣୁକରି ଭାଇଙ୍କ ସହିତ କଥା ହେଲୁ ପଚାରିଲୁ। ଭାଇ ଡିଟେଲ୍ସ କହିଲେ ଯେ ତାଙ୍କ ବାପାଙ୍କର ସେଥିପାଇଁ ତାଙ୍କର ବିଶ୍ୱାସ ଥିଲା। ସିଏ ବି ଲୋକଙ୍କୁ ଅନ୍ୟ ଲୋକମାନଙ୍କୁ ଧରିକି ଆସିଥିଲେ। ସେ ଭାଇଙ୍କ ସହିତ ଦେଖା ହେଇଗଲା। ଭାଇଙ୍କୁ ପଚାରିଲେ ସେ କହିଲେ ଦେଖନ୍ତୁ ସାଙ୍ଗମାନେ କେତେ ସାରା ଲୋକ ବସିଛନ୍ତି ଏଠି ଆଉ ସେ ଭଉଣୀ ଜଣଙ୍କ ଝିଅ କି ଝିଆରୀ କ'ଣ ହେବେ ତାଙ୍କ ସହିତ ଲୋକ କଥା ହେଉଥିଲା। ସିଏ ବି କହୁଥିଲେ ଖାଇବାର ବାରଣଟାକୁ ମାନିକି ଚଳିଲେ ଆପଣ ନିଶ୍ଚିତ ଫାଷ୍ଟ 1 ନମ୍ବର ଯାଇସାରିଛି। ସେକେଣ୍ଡରେ ଯେଉଁ 1 ନମ୍ବର ଆସିବ ହଉ ଲିଭର ହଉ କିଡନୀ ହଉ ହାର୍ଟ ହଉ କି ଆମର କ୍ୟାନ୍ସର ହଉ ବହୁତ ବଡ଼ ପାରାଲିସିସ୍ ହଉ ରୋଗକୁ ସେ ଭଲ କରୁଛନ୍ତି ଏଇ ସାମାନ୍ୟ ଚେରମୂଳିକା ଔଷଧ ଦେଇ। ଆଉ ପଇସା ବି ବେଶୀ ନେଉନାହାନ୍ତି। ଆମେ ଡାକ୍ତର ପାଖରେ ଯେତେ ପଇସା ସାରୁଛନ୍ତି ନା ତାଠୁ କିଛି ବି ନୁହଁ। ମାତ୍ର ଗୋଟେ ରୋଗ ପାଇଁ 900 ଟଙ୍କା ନେଉଛନ୍ତି। ସେ ଅର୍ଶ ପାଇଲ୍ସ ଏଗୁଡ଼ାକ ସବୁ ତ ତାଙ୍କ ହାତରେ ଖେଳ କହିଲା ଭଳି। ତଥାପି ଦେଖନ୍ତୁ କେତେ ସାରା ପରିସ୍ରା କବିରାଜ ପରିସ୍ରା ଟେଷ୍ଟ କରୁଛନ୍ତି। ଲୋକମାନେ ଠିଆ ହେଇକିରି ଦେଖୁଛନ୍ତି। ପରିସ୍ରାରୁ ସେ ଜାଣି ଦେଉଛନ୍ତି ଆପଣଙ୍କ ଦେହରେ କି ରୋଗ ଅଛି। ଆଉ ଆପଣ ଯଦି ଆଡ୍ରେସ୍ ଚାହୁଁଛନ୍ତି ମୋତେ ନିଶ୍ଚିତ କମେଣ୍ଟ ବକ୍ସରେ ଜଣାଇବେ। ମୁଁ ଆପଣଙ୍କୁ ନିଶ୍ଚିତ ଆଡ୍ରେସ୍ ଦେବି। ଆପଣ ବି ଥରେ ଯାଇକି ଟ୍ରାଏ କରିବେ।